जय श्री जगन्नाथ, जय श्री जगन्नाथ, जय श्री जगन्नाथ। जय श्री राम, जय श्री राम, जय श्री राम। जय बजरंगबली, जय पवनस्तबीर हनुमानଙ୍କର ଜୟ ହେଉ। ଆମ ଉତ୍କଳୀୟ ପରମ୍ପରା ଚ୍ୟାନେଲକୁ ମୁଁ ମୌସୁମୀ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜି ପବିତ୍ର ଆମ ଉତ୍କଳୀୟ ହିନ୍ଦୁ ଓଡ଼ିଆ ନବବର୍ଷ ପଣା ସଂକ୍ରାନ୍ତି। ବଜରଙ୍ଗବଲି ଶ୍ରୀ ହନୁମାନଙ୍କର ଆଜି ଆବିର୍ଭାବ ଦିନ। ଅତ୍ୟନ୍ତ ପବିତ୍ର ଓ ସୁନ୍ଦର ଦିବସଟି ଆଜି। ପବିତ୍ର ଓଡ଼ିଆ ନବବର୍ଷରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଆପଣଙ୍କ ପାଇଁ 2026 ଓଡ଼ିଆ ନବବର୍ଷଟି ଅତ୍ୟନ୍ତ ଶୁଭ ମଙ୍ଗଳମୟ ହେଉ। ଆଜି ଭଗବାନ ସୂର୍ଯ୍ୟ ଦେବତା, ମା ବୃନ୍ଦାବତୀ, ମହାଦେବ, ବଜରଙ୍ଗବଲି ହନୁମାନ ଏବଂ ପ୍ରଭୁ ନାରାୟଣଙ୍କୁ ବିଶେଷ ଭାବରେ ପୂଜା କରାଯାଇଥାଏ। ଆଜି ମା ତାରିଣୀଙ୍କର ମଧ୍ୟ ଜନ୍ମ ଉତ୍ସବ ନୀତି ପାଳନ କରାଯାଏ। ଆଜି ପବିତ୍ର 2026 ଓଡ଼ିଆ ନବବର୍ଷରେ ନୂଆ ପାଞ୍ଜିର ପ୍ରଚଳିତ। ଶ୍ରୀକ୍ଷେତ୍ର ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଏ ଦୁଇଟି ପାଞ୍ଜି ପ୍ରତ୍ୟେକ ଦିନ ଶ୍ରୀ ଜଗନ୍ନାଥଙ୍କ ପାଖରେ ପଠନ କରାଯାଇଥାଏ। ତେଣୁ ଆମ ଘରକୁ ଏ ଦୁଇଟି ପାଞ୍ଜି ସବୁବେଳେ ନନା ଆଣିଥାନ୍ତି। ଫଗୁ ଦଶମୀ ଦିନ ଏହି ପାଞ୍ଜି ଠାକୁରଙ୍କ ପାଖରେ ଫଗୁ ପୁଷ୍ପ ପଡ଼ି ପୂଜା ହୁଅନ୍ତି। ଦୋଳ ପୂର୍ଣ୍ଣିମା ଦିନ ଏହି ପାଞ୍ଜିକୁ ପୂଜା ସ୍ଥାନରୁ କାଢ଼ି ପଠନ କରାଯାଇଥାଏ। ଦୋଳ ପୂର୍ଣ୍ଣିମା ଦିନ ଏହି ପାଞ୍ଜିକୁ ପୂଜା ସ୍ଥାନରୁ କାଢ଼ି ଠାକୁର ଘରେ ଠାକୁରଙ୍କ ପାଖରେ ପଠନ କରାଯାଇଥାଏ। ଓଡ଼ିଆ ନୂଆବର୍ଷ ପଣା ସଂକ୍ରାନ୍ତି ଦିନ ପାଞ୍ଜିଟି ପ୍ରଚଳିତ ହୋଇଥାଏ। କୌଣସି କାରଣବଶତଃ ଯଦି ଆପଣ ପାଞ୍ଜି ଆଣିପାରିନାହାନ୍ତି, ତେବେ ଅକ୍ଷି ତୃତୀୟା ଦିନ ପାଞ୍ଜିରେ ଗଙ୍ଗାଜଳ ଅଳ୍ପ ଗୋଟିଏ ଛୋଟିଆ ଫୁଲରେ ସିଞ୍ଚନ କରି ଗଙ୍ଗାଜଳ ଜଗନ୍ନାଥଙ୍କର କୌଣସି ଅବତାର ଯେଉଁ ଗୃହରେ ଥିବେ ତାଙ୍କ ପାଦରେ ସ୍ପର୍ଶ କରି ପାଞ୍ଜିକୁ ବ୍ୟବହାର କରିପାରିବେ। ନଚେତ୍ ଯଦି ଆପଣ ବାହାରେ ରହୁଥିବେ ତେବେ କୌଣସି ବିଷ୍ଣୁଙ୍କ ମନ୍ଦିରରେ ଅବତାର ଯିଏ ଥିବେ ତାଙ୍କୁ ମଧ୍ୟ ତାଙ୍କ ପାଦରେ ସ୍ପର୍ଶ କରି ଆପଣ ପାଞ୍ଜି ବ୍ୟବହାର କରିପାରିବେ ଅକ୍ଷି ତୃତୀୟା ଦିନ। ପାଞ୍ଜିରେ ବିବାହ, ବ୍ରତ, ଶୁଭ ମାଙ୍ଗଳିକ କାର୍ଯ୍ୟ, ଗୃହ ପ୍ରତିଷ୍ଠା, ଦେବତା ଗଠନ, ଶୁଭ ବେଳା, ମାହେନ୍ଦ୍ର ବେଳା, ରାହୁ କାଳ, ସୂର୍ଯ୍ୟ ପରାଗ, ଚନ୍ଦ୍ରଗ୍ରହଣ, ବିଭିନ୍ନ ପର୍ବପର୍ବାଣି ସମସ୍ତ କାର୍ଯ୍ୟ ଆପଣ ଜାଣିପାରିବେ। ପ୍ରତ୍ୟେକଙ୍କ ଓଡ଼ିଆ ଘରେ ପାଞ୍ଜିଟିଏ ରହିବା ନିହାତି ଆବଶ୍ୟକ। ପାଞ୍ଜି କିପରି ଚୟନ କରିବେ? ପାଞ୍ଜିଟି ରାଜ୍ୟପାଳଙ୍କ ଦ୍ୱାରା ଅନୁମୋଦିତ, ପୁରୀ ଶ୍ରୀ ଗଜପତି ମହାରାଜାଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ, ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମାନ୍ୟତାପ୍ରାପ୍ତ ଏବଂ ମୁକ୍ତିମଣ୍ଡପ ପଣ୍ଡିତ ସଭାଙ୍କ ଦ୍ୱାରା ଅନୁମୋଦନ ପତ୍ର ପାଇଥିବା ଆବଶ୍ୟକ। ଆଜି ପାଇଁ ରହୁଛି। ଜୟ ଶ୍ରୀ ଜଗନ୍ନାଥ।